ଦିନାକରରେ ଶ୍ମଶାନ ଭୂମିକୁ ପ୍ରବେଶ ନିଷେଧ। ହତଭାଗିନୀ ମାତା, ସର୍ବଦର୍ଶନରେ ମୋ ପୁତ୍ରର ମୃତ୍ୟୁବରଣ ହୋଇଛି। ସିଏ ହିଁ ମୋର ଏକମାତ୍ର ସମ୍ପତ୍ତି। ମୁଁ ଆଉ କଣ ଦେବି କର? କିଏ ଆପଣ? ଆପଣଙ୍କ ପରିଚୟ କଣ? ମୁଁ ଅଯୋଧ୍ୟାର ନରେଶ ହରିଶ୍ଚନ୍ଦ୍ରଙ୍କ ସ୍ତ୍ରୀ ଶୈବା। ଆଉ ଇଏ ଆମ ପୁତ୍ର ରୋହିତ। ମୁଁ ଅଯୋଧ୍ୟା ରାଜା ହରିଶ୍ଚନ୍ଦ୍ର। ଆମେ ମଧ୍ୟ ଆଜି ଆମ ପୁତ୍ରର ନ୍ୟାୟରେ ଆମେ ପ୍ରାଣତ୍ୟାଗ କରିବା। ଆମ ପାଖରେ ପୁତ୍ର ହିଁ ଏକମାତ୍ର ସମ୍ପତ୍ତି ଥିଲା, ତ ମୃତ୍ୟୁବରଣ ହୋଇଗଲା। ଆମର ରହି ଲାଭ କଣ? ଆମେ ବି ଦୁଇ ନିଆଁରେ ମୃତ୍ୟୁବରଣ କରିବା। ଚାଲ। ପୁତ୍ର ପୁତ୍ର ରୋହିତ, ଉଠ ପୁତ୍ର। ରହିଯାଆନ୍ତୁ ରାଜା ହରିଶ୍ଚନ୍ଦ୍ର। ଆମେ ଆଜି ପରୀକ୍ଷାରେ ଉତ୍ତୀର୍ଣ୍ଣ। ପରୀକ୍ଷା? ହଁ ମହାରାଜ, ପରୀକ୍ଷା। ଦାନବୀର ଭାବେ ଖ୍ୟାତି ଅର୍ଜନରେ ଈର୍ଷା ହିଁ ମୋତେ ଜର୍ଜରିତ କରିଥିଲା। ତେଣୁ ମୁଁ ହିଁ ମହର୍ଷି ବିଶ୍ୱାମିତ୍ରଙ୍କୁ ଏହି ସମଗ୍ର ସାମ୍ରାଜ୍ୟ ଦାନରେ ମାଗିବାକୁ କହିଥିଲି। ମହାରାଜ, ମୋତେ କ୍ଷମା କର। ହଁ ମହାରାଜ, ତୁମର ଆଜି ଏହି ସତ୍ୟବାନ ଗୁଣ ପାଇଁ ସାରା ଜଗତରେ ତୁମେ ଅମର ହୋଇ ରହିବ। ଉଠ ବାଳକ ରୋହିତ, ତୁମେ ମୃତ୍ୟୁବରଣ କରିନାହ। ଚାଲନ୍ତୁ ମହାରାଜ, ଅଯୋଧ୍ୟାକୁ ପ୍ରତ୍ୟାଗମନ କରନ୍ତୁ। ଦେଖନ୍ତୁ କିପରି ଆଜି ଏହି ସାରା ଜଗତ ଆପଣଙ୍କର ଜୟଗାନ କରୁଛି। ଯୁଗେ ଯୁଗେ ତୁମ ନାମ ରହିବ ଦାନବୀର ହରିଶ୍ଚନ୍ଦ୍ର।